ଆଜିର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ତାର ବୈଠକ ଆଜି ଦୁଇଟି କରାଗଲା। ସେଥିରେ ଆମର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଗଣ ଏବଂ ବିଭାଗୀୟ ମନ୍ତ୍ରୀ ସାଂସଦ ବିଧାୟକ ଏବଂ ଯେଉଁମାନେ ଇଏ ବିପର୍ଯ୍ୟୟ କମିଟିର ସଦସ୍ୟ ଅଛନ୍ତି ସମସ୍ତେ ଆଜି ଉପସ୍ଥିତ ଥିଲେ ଏବଂ ବିଭିନ୍ନ ପ୍ରକାର ପ୍ରସ୍ତାବ ନିଜ ଅଞ୍ଚଳକୁ ଆଧାର କରି ସେମାନେ ପ୍ରସ୍ତାବ ବି ସବୁ ଦେଇଛନ୍ତି ଏବଂ ସେ ପ୍ରସ୍ତାବ ଗୁଡ଼ିକ ବିଚାର କରିକି ତ୍ୱରିତ ପଦକ୍ଷେପ ନେବା ପାଇଁ ମଧ୍ୟ ଦିଆହେଇଛି। ସେଥିରେ ରାଜ୍ୟରେ ଯେଉଁ ବିଭିନ୍ନ ପ୍ରକାରର ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ହେଉଛି ତା କରିକି ବିଶେଷ କରିକି ବର୍ଷା ଦିନରେ ବର୍ଷା ଜନିତ ବନ୍ୟା ପରିସ୍ଥିତି ଯେଉଁ ହୁଏ ଏବଂ ସେଥିପାଇଁ ଆବଶ୍ୟକୀୟ ସମସ୍ତ ଆମର ଯେଉଁ ରିଲିଫ ସ୍ପେଶାଲ ରିଲିଫ କମିଶନର ଅଛନ୍ତି ଏବଂ ବିଭାଗ ମନ୍ତ୍ରୀ ଅଛନ୍ତି ତାଙ୍କ ସହିତ ସେମାନେ ଆଗରୁ ମଧ୍ୟ ପ୍ରସ୍ତୁତି ହୋଇଥିଲେ ଏବଂ ଆଜି ତାହାର ସମ୍ପୂର୍ଣ୍ଣ ଭାବରେ ଏହାକୁ କିଭଳି ଭାବରେ କାର୍ଯ୍ୟକ୍ରମ କରାଯିବ ସେ ବାବଦରେ ଆଲୋଚନା କରାଯାଇଛି ଏବଂ ତା ସହିତ ମଧ୍ୟ ଆପଣଙ୍କର ବନ୍ୟା ହେବ ଏରିଆରେ ବିଭିନ୍ନ ଅଳ୍ପ ବର୍ଷାରେ ମଧ୍ୟ ଯେଉଁଠି ଆପଣଙ୍କର ସହର ଅଛି ସହରରେ ମଧ୍ୟ ବିଭିନ୍ନ ସମୟରେ କିଛି ଅଳ୍ପ ବର୍ଷାରେ ବି ବନ୍ୟା ପରିସ୍ଥିତି ବି ସୃଷ୍ଟି ହେଉଛି। ସେଥିପାଇଁ ମଧ୍ୟ ବିଶେଷ କରିକି ଆମର ଭୁବନେଶ୍ୱର ମହାନଗର ନିଗମ ଯେଉଁ ଅଛି ସହରାଞ୍ଚଳ ଅଞ୍ଚଳ ଏଥିରେ ବି ଯେଉଁ ବନ୍ୟା ଆସେ ସହର ଭିତରେ ସେଥିପାଇଁ ତାକୁ କିଭଳି ଭାବରେ ଆଗାମୀ ଦିନରେ ତା'ର ଯେଉଁ ବନ୍ଦୋବସ୍ତ କରାଯିବ ସେଥିପାଇଁ ଗୋଟିଏ ଯୋଜନା କରାଯାଇଛି ଏବଂ ତାଙ୍କୁ ଦାୟିତ୍ୱ ବି ଦିଆଯାଇଛି 200 କୋଟି ଟଙ୍କାରେ ଏକ ପ୍ରସ୍ତାବ ସେମାନେ ତିଆରି କରିବେ ଏବଂ ସେଟା ସେମାନେ ଆମକୁ ପ୍ରଦାନ କରିବେ ଏବଂ ତା ସହିତ ମଧ୍ୟ କଟକ ଭୁବନେଶ୍ୱର ଉଭୟ ସହରଙ୍କୁ ସହରାଞ୍ଚଳର ବନ୍ୟା ପରିଚାଳନା ନିମନ୍ତେ IIT ଦିଲ୍ଲୀ ତାଙ୍କର ବୈଷୟିକ ସହାୟତା ଦେବା ସହିତ କିଭଳି ଭାବରେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିକି ସରକାରକୁ ପ୍ରଦାନ କରିବେ ସେ ବାବଦରେ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ସାଧାରଣତଃ ଭାବରେ ବନ୍ୟା ସମୟରେ ତା'ର ନିୟନ୍ତ୍ରଣ ରଖିବା ପାଇଁ ଏବଂ ଖବର ଅପଟୁଡେଟ୍ ନେବା ପାଇଁ ମଧ୍ୟ ଆପଣଙ୍କର ରାଜ୍ୟସ୍ତରରେ ଜିଲ୍ଲା ସ୍ତରରେ ସବଡିଭିଜନାଲ ବ୍ଲକ ସ୍ତର ପର୍ଯ୍ୟନ୍ତ ଆପଣଙ୍କର 24 ଘଣ୍ଟା କଣ୍ଟ୍ରୋଲ ରୁମ୍ର ବ୍ୟବସ୍ଥାକୁ ଆହୁରି ଅଧିକ ସ୍ମାର୍ଟ କରାଯିବ ଅପଟୁଡେଟ୍ କରାଯିବ ଏ କଥାକୁ ମଧ୍ୟ ଆଜି ଆଲୋଚନା ହେଇଛି। କେବଳ ଗୋଟିଏ କଥା ହେଲା ସାପ କାମୁଡ଼ାରେ ବହୁତ ସମୟରେ ବର୍ଷା ଦିନରେ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ସେମାନେ ଏବେ ବି ଡାକ୍ତରଖାନାକୁ ନ ଯାଇକରି ତାଙ୍କର ସେ ଅନ୍ଧବିଶ୍ୱାସର ସାହାଯ୍ୟ ନେଇଥାନ୍ତି। ଡାକ୍ତରଖାନା ଯିବା ପାଇଁ ସେଥିପାଇଁ ଆଣ୍ଟିସ୍ନେକ୍ ଭେନମ୍ ପର୍ଯ୍ୟାପ୍ତ ପରିମାଣରେ ରଖିବା ପାଇଁ ତାକୁ ମଧ୍ୟ କରାହେଉଛି। ତ ଥର ବାହାନଗା ଦୁର୍ଘଟଣା ଟ୍ରେନ୍ ଦୁର୍ଘଟଣା ହେଲା ତାକୁ ଦେଖିକିରି ସେତେବେଳେ ଆମର ଗୁରୁତ୍ୱପୂର୍ଣ୍ଣ କାମ ହିସାବରେ ଆମ ସରକାର ମଧ୍ୟ ନିଭେଇଥିଲେ କେନ୍ଦ୍ର ସରକାରକୁ ସହଯୋଗ ବି ସେଥିରେ କରିଥିଲେ ଏବଂ ସେଭଳି ଘଟଣା ଆଗାମୀ ଦିନରେ ଯଦି ଘଟିବ ଭଗବାନଙ୍କୁ ପ୍ରାର୍ଥନା କରିବୁ ନ ଘଟୁ ବୋଲି ଏବଂ ଏଇ ଯେଉଁ ଆକସ୍ମିକ ବିପର୍ଯ୍ୟୟ ଯେଉଁ ଘଟଣା ଘଟୁଛି ତାକୁ ଦୃଷ୍ଟିରେ ରଖିକରି 5ଟି ରିଜନାଲ ଫାୟାର ସର୍ଭିସ ହବ୍ ତାକୁ କରିବା ପାଇଁ ଏବଂ ତୁରନ୍ତ କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ସରକାର ସେଥିପାଇଁ ବ୍ୟବସ୍ଥା କରୁଛନ୍ତି। ଆଗାମୀ ଦିନରେ ଏହା କରିବା ଦ୍ୱାରା ନିଶ୍ଚିତ ଭାବରେ ଆହୁରି ତ୍ୱରିତ ସେବା ଏବଂ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲୋକଙ୍କର ଜୀବନ ବଞ୍ଚାଇବା ପାଇଁ ଏହା କାର୍ଯ୍ୟକାରୀ ହୋଇପାରିବ।